नमस्कार दर्शक बंधु, जय जगन्नाथ। मनीष एक सामाजिक प्राणी। निज सांसारिक जीवन में सुख समृद्धि एवं उन्नति पाई करुथिबा विभिन्न शुभ कार्यर शुभारंभ रे भगवान को साक्षी रखी से कार्यर अनुकूल करिथाए। से अनुकूल करिबा द्वारा तार कार्य बिना द्विधारे संपूर्ण हुए बोली से विश्वास करिथाए। ठीक सेहीपरि ओडिया चाषीटीए निजर वर्ष सारार फसल भलरे अमल करी तार परिश्रमर मूल्य पाइबा पाई वर्षर आरंभरे माटीमा निकटरे अक्षय तृतीय अनुकूल करिथाए, जार परिमाण स्वरूप चाषीर खेत वर्ष सारा चिर सबुज होई रहिथाए। तेबे दर्शक बंधु, चलतु जानिबा एही अक्षय तृतीया केबे एवं काहींकी पालन करा जाए। एवं आजिर एही भिडियो रे आमे जानिबा एही अक्षय तृतीया परठारु एभଳି କିଛି ରାଶି ଗୁଡ଼ିକ ଅଛନ୍ତି ଯେଉଁମାନଙ୍କର ଭାଗ୍ୟ ସୁନା ଭଳି ଚମକିବାକୁ ଯାଉଅଛି। ତେବେ ଆଗକୁ ବଢ଼ିବା ପୂର୍ବରୁ ଆପଣମାନେ ଯଦି ଆମ ଚ୍ୟାନେଲର ନୂତନ ଦର୍ଶକ ହୋଇଥାନ୍ତି ତେବେ ଆମ ଚ୍ୟାନେଲକୁ ନିଶ୍ଚିତ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିଦିଅନ୍ତୁ। ହିନ୍ଦୁ ଧର୍ମରେ 12 ମାସରେ 13 ପର୍ବ ପାଳନ କରାଯାଇଥାଏ। ତେବେ ସେହି ସବୁ ପର୍ବ ମଧ୍ୟରୁ ଅକ୍ଷୟ ତୃତୀୟା ହେଉଛି ସ୍ୱତନ୍ତ୍ର। ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିରେ ଏହା ପାଳନ କରାଯାଇଥାଏ। ହିନ୍ଦୁ ବର୍ଷର ଆରମ୍ଭରୁ ପାଳନ କରାଯାଉଥିବାରୁ ଏହି ପର୍ବକୁ ଅନୁକୂଳ ପର୍ବ ମଧ୍ୟ କୁହାଯାଇଥାଏ। ଅକ୍ଷୟର ଅର୍ଥ କ୍ଷୟହୀନ, ଯାହା କେବେ କ୍ଷୟ କରାଯାଇପାରେ ନାହିଁ। ତେଣୁ ଏହି ଦିନ ଯେକୌଣସି କାମ କଲେ ତାର ଫଳ କ୍ଷୟ ହୁଏ ନାହିଁ। ପ୍ରକୃତରେ କହିବାକୁ ଗଲେ ଏହି ଦିନରୁ ହିଁ ଆଗାମୀ ବର୍ଷ ପାଇଁ କୃଷି କାର୍ଯ୍ୟର ଶୁଭାରମ୍ଭ ହୋଇଥାଏ। ବୈଶାଖ ମାସର ଏହି ଶୁଭ ତିଥିରେ ପ୍ରତ୍ୟେକ ଓଡ଼ିଆ ଚାଷୀ ସକାଳୁ ସ୍ନାନ କର୍ମ ସାରି ନିଜର କ୍ଷେତକୁ ଯାଇଥାନ୍ତି। ସେଠାରେ ଧୂପ, ଦୀପ, ଚନ୍ଦନ, ସିନ୍ଦୁର ଏବଂ ଭୋଗ ଅର୍ପଣ କରି ମାଟି ମାର ପୂଜା କରିଥାନ୍ତି ଏବଂ ପ୍ରଥମ ବିହନ ପତନ ମଧ୍ୟ କରିଥାନ୍ତି, ଯାହା ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଅଖିମୁଠି ଅନୁକୂଳ, ମୁଠି ପକା, ମୁଠି ଛୁଆଁ ଆଦି ନାମରେ ଲୋକପ୍ରିୟ। ପୁରାଣରେ କୁହାଯାଇଛି ଯେ ଏହି ଦିନଠାରୁ ସତ୍ୟ ଯୁଗର ଆରମ୍ଭ ହୋଇଥିଲା। ବୈଶାଖର ଏହି ପବିତ୍ର ଦିନ ସହ ବିଶ୍ୱ ନିୟନ୍ତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ମଧ୍ୟ ଘନିଷ୍ଠ ସମ୍ବନ୍ଧ ରହିଛି। ଅକ୍ଷୟ ତୃତୀୟାର ଏହି ପବିତ୍ର ଲଗ୍ନରେ ମହାପ୍ରଭୁ କାଳିଆ ଠାକୁରଙ୍କର ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ରସ ରାସ ରସିକେନ୍ଦ୍ର ବଉଳି କୋଟି କୈବଲ୍ୟନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପ୍ରସିଦ୍ଧ ଚନ୍ଦନ ଯାତ୍ରା ଏହି ଦିନରୁ ହିଁ ଆରମ୍ଭ ହୋଇଥାଏ। ପାରମ୍ପାରିକ ଭାବରେ ଏହି ଯାତ୍ରା ବାହାର ଚନ୍ଦନ 21 ଦିନ ଏବଂ ଭିତର ଚନ୍ଦନ 21 ଦିନ ଏହିପରି 42 ଦିନ ଧରି ଅନୁଷ୍ଠିତ ହୋଇଥାଏ। ଏହି ଦିନ ସକାଳ ଧୂପ ପରେ ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା ଆରମ୍ଭ ହୋଇଥାଏ। ବୈଶାଖ ମାସର ତାପକ୍ଳେଷ୍ଟ ଶରୀରକୁ ରୌଦ୍ର ତାପରୁ ରକ୍ଷା କରିବା ପାଇଁ ପ୍ରଭୁଙ୍କର ଶ୍ରୀଅଙ୍ଗରେ ଚନ୍ଦନର ଲେପ ଦିଆଯାଇଥାଏ। ଚନ୍ଦନ ଲେପ ସରିଗଲା ପରେ 21 ଦିନର ବାହାର ଚନ୍ଦନ ଯାତ୍ରାରେ ଭଗବାନ ମଣି ବିମାନରେ ନରେନ୍ଦ୍ର ପୁଷ୍କରିଣୀକୁ ଯାତ୍ରା କରିଥାନ୍ତି। ମହାପ୍ରଭୁଙ୍କ ସହ ରାମ, କୃଷ୍ଣ, ମଦନମୋହନ ଏବଂ ଶ୍ରୀଦେବୀ ଓ ଭୂଦେବୀ ମଧ୍ୟ ଜଳକ୍ରୀଡ଼ା ପାଇଁ ନରେନ୍ଦ୍ର ପୁଷ୍କରିଣୀକୁ ଯାତ୍ରା କରିଥାନ୍ତି। ତେଣୁ ଏହି ପୁଷ୍କରିଣୀକୁ ଚନ୍ଦନ ସରୋବର ମଧ୍ୟ କୁହାଯାଇଥାଏ। ଶ୍ରୀ ଜଗନ୍ନାଥଙ୍କର ଏହି ମାସକୁ ମଧୁସୂଦନ ମାସ ବୋଲି ମଧ୍ୟ କୁହାଯାଇଥାଏ। ଚନ୍ଦନ ଯାତ୍ରାର ଶେଷରେ ଅର୍ଥାତ୍ 42 ଦିନ ପରେ ସ୍ନାନ ପୂର୍ଣ୍ଣିମା ଦିନ ମହାପ୍ରଭୁ 108 ଗରା ଜଳରେ ସ୍ନାନ କରି ଚନ୍ଦନ ଯାତ୍ରା ସମାପନ କରିଥାନ୍ତି। ତେବେ ଦର୍ଶକ ବନ୍ଧୁ, ଚାଲନ୍ତୁ ଜାଣିବା ଏହି ଅକ୍ଷୟ ତୃତୀୟା ଦିନ କେଉଁ ସବୁ ଭାଗ୍ୟଶାଳୀ ରାଶି ଗୁଡ଼ିକ ଅଛନ୍ତି ଯେଉଁମାନଙ୍କର ଭାଗ୍ୟ ବଦଳିବାକୁ ଯାଉଅଛି। ତେବେ ପ୍ରଥମ ଭାଗ୍ୟଶାଳୀ ରାଶିଟି ହେଉଛି ସିଂହ ରାଶି। ଏହି ରାଶିର ବ୍ୟକ୍ତିବିଶେଷମାନଙ୍କ ଜୀବନରେ ଅଚାନକ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଅଛି। ସେମାନଙ୍କର ସମସ୍ତ ଇଚ୍ଛା ପୂରଣ ହେବାକୁ ଯାଉଅଛି। ଅଚାନକ ଧନ ପ୍ରାପ୍ତି ହେବାର ଯୋଗ ବନୁଅଛି। ଆପଣ ନୂତନ ଯାନବାହନ କ୍ରୟ କରିପାରନ୍ତି। ଆପଣଙ୍କୁ ସମସ୍ତ କରଜରୁ ମୁକ୍ତି ମିଳିଯିବ। ଯଦି ଆପଣ ବେରୋଜଗାର ଅଛନ୍ତି ତେବେ ଆପଣଙ୍କୁ ଆପଣଙ୍କ ମନ ଚାହୁଁଥିବା ଚାକିରି ପ୍ରାପ୍ତ ହେବାକୁ ଯାଉଅଛି। ଚାକିରିରେ ପଦୋନ୍ନତି ହେବାର ଯୋଗ ବନୁଅଛି। ଆପଣ ବିଦେଶକୁ ଯାତ୍ରା କରିପାରନ୍ତି।
ଦ୍ୱିତୀୟ ଭାଗ୍ୟଶାଳୀ ରାଶିଟି ହେଉଛି କନ୍ୟା ରାଶି। ଏହି ରାଶିର ବ୍ୟକ୍ତିବିଶେଷମାନଙ୍କୁ ଅଚାନକ ଧନ ପ୍ରାପ୍ତି ହେବାର ଯୋଗ ବନୁଅଛି। ଆପଣ ଶିକ୍ଷା କ୍ଷେତ୍ରରେ ବହୁତ ଉନ୍ନତି କରିବେ। ଆପଣଙ୍କୁ ସମସ୍ତ କରଜରୁ ମୁକ୍ତି ମିଳିଯିବ। ବେପାର ବାଣିଜ୍ୟ କରୁଥିଲେ ସେଥିରେ ମଧ୍ୟ ଆପଣଙ୍କୁ ଲାଭ ମିଳିବ। ଆପଣଙ୍କୁ ନୂତନ ଚାକିରି ପ୍ରାପ୍ତ ହେବ ଏବଂ ଚାକିରି କରୁଥିଲେ ସେଥିରେ ପଦୋନ୍ନତି ହେବାର ଯୋଗ ମଧ୍ୟ ବନୁଅଛି। ତୃତୀୟ ଭାଗ୍ୟଶାଳୀ ରାଶିଟି ହେଉଛି ତୁଳା ରାଶି। ଏହି ରାଶିର ବ୍ୟକ୍ତିବିଶେଷମାନଙ୍କର ଜୀବନରେ ଧନର ଆଗମନ ହେବ। ଆପଣ ଜୀବନରେ ବହୁତ ଉନ୍ନତି କରିବେ। ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ଯଦି ଆପଣ ବେରୋଜଗାର ଅଛନ୍ତି ତେବେ ଆପଣଙ୍କୁ ଆପଣଙ୍କ ମନ ଚାହୁଁଥିବା ଚାକିରି ପ୍ରାପ୍ତ ହେବାକୁ ଯାଉଅଛି। ପାରିବାରିକ ଜୀବନ ସୁଖମୟ ହେବ। ଆପଣ ନୂତନ ଯାନବାହନ କ୍ରୟ କରିପାରନ୍ତି। ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହେବାକୁ ଯାଉଅଛି। ବେପାର ବାଣିଜ୍ୟରେ ଲାଭ ହେବ। ଚାକିରିରେ ପଦୋନ୍ନତି ହେବାର ଯୋଗ ବନୁଅଛି। ଆପଣଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ଚତୁର୍ଥ ଭାଗ୍ୟଶାଳୀ ରାଶିଟି ହେଉଛି ଧନୁ ରାଶି। ଏହି ରାଶିର ବ୍ୟକ୍ତିବିଶେଷମାନଙ୍କର ଇଚ୍ଛା ଅନୁସାରେ ସମସ୍ତ କାର୍ଯ୍ୟଗୁଡ଼ିକ ପୂରଣ ହେବ। ପାରିବାରିକ ଜୀବନ ସୁଖମୟ ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଆପଣ ଯଦି କୌଣସି ଚାକିରି ପାଇଁ ଚିନ୍ତାରେ ଥିଲେ, ଆପଣଙ୍କର ଚାକିରି ହୋଇପାରୁନଥିଲା, ତେବେ ଆପଣଙ୍କୁ ଆପଣଙ୍କ ମନ ଚାହୁଁଥିବା ଚାକିରି ପ୍ରାପ୍ତ ହେବାକୁ ଯାଉଅଛି। ବେପାର ବାଣିଜ୍ୟ କ୍ଷେତ୍ରରେ ଆପଣ ଉନ୍ନତି କରିବେ। ଆପଣଙ୍କ ପାଇଁ ଧନ ରୋଜଗାରର ନୂତନ ରାସ୍ତା ଖୋଲିଯିବ। ଚାକିରିରେ ପଦୋନ୍ନତି ହେବାର ଯୋଗ ମଧ୍ୟ ବନୁଅଛି। ଆପଣଙ୍କର ଜୀବନରେ ଏକ ଏମିତି ବଡ଼ ପରିବର୍ତ୍ତନ ହେବାକୁ ଯାଉଅଛି ଯାହା ଫଳରେ ଆପଣଙ୍କର ଜୀବନରେ ଥିବା ସମସ୍ତ ସମସ୍ୟା ଦୂର ହୋଇଯିବ। ତେବେ ବନ୍ଧୁଗଣ, ଏହା ଥିଲା ସେହି 4ଗୋଟି ରାଶି ଯେଉଁମାନଙ୍କର ଭାଗ୍ୟ ଏହି ଅକ୍ଷୟ ତୃତୀୟା ପରଠାରୁ ସମ୍ପୂର୍ଣ୍ଣ ରୂପେ ବଦଳିବାକୁ ଯାଉଅଛି। ଯଦି ଆପଣମାନଙ୍କୁ ଆମ ଭିଡ଼ିଓଟି ଭଲ ଲାଗିଥାଏ ତେବେ ଭିଡ଼ିଓକୁ ଲାଇକ୍ ଏବଂ ସେୟାର କରିଦିଅନ୍ତୁ। ଧନ୍ୟବାଦ।